ମୁଁ କହିବାକୁ ଚାହେଁ ଡକ୍ଟର ଶାନ୍ତିଭୂଷଣ ପଣ୍ଡା ଢେଙ୍କାନାଳ ସ୍ଥିତ ପଣ୍ଡା ନର୍ସିଂ ହୋମର ସଫଳ ଅଧିକାରୀ ଚିକିତ୍ସକ ଭାବରେ ନିଜର ପାରଦର୍ଶିତା ଅର୍ଜନ କରିଛନ୍ତି ଏବଂ ସମାଜ ସେବାର ବିଭିନ୍ନ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ନିଜକୁ ସାମିଲ କରି ସାଉଁଟିଛନ୍ତି ଅନେକ ପ୍ରତିଭା। ଏଭଳି ଅତିଥିଙ୍କୁ ଆମେ ନିକଟରେ ପାଇଛେ। ଆପଣମାନଙ୍କ ନିକଟରେ ଆଜିର ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଭେଟି ଦେବା ପାଇଁ ଆମ ପାଖରେ ବହୁତ କାର୍ଯ୍ୟକ୍ରମର ଅପେକ୍ଷାରେ ଅଛି। ଏ ମଞ୍ଚ ଭେଟିଦେବ ସାରସ୍ୱତ ସାଧକ ସାଧିକାମାନଙ୍କୁ, ଏ ମଞ୍ଚ ଭେଟିଦେବ ସମାଜସେବୀମାନଙ୍କୁ, ଏ ମଞ୍ଚ ଗୁରୁମାନଙ୍କୁ, ଏହି ମଞ୍ଚ ସମାଜର ବିଭିନ୍ନ ବର୍ଗରେ କାମ କରୁଥିବା ସମସ୍ତ ନିରବ ସାଧକ ସାଧିକାମାନଙ୍କୁ ସମ୍ମାନିତ କରିବ। ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି, ଆପଣମାନଙ୍କ ନିକଟରେ ପରିବେଶିତ ହେବ। ଏବେ ଆମର କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ଯେମିତିକି ଉପଦେଷ୍ଟା ମହୋଦୟ କହୁଥିଲେ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ଯେ ବିଗତ ଦିନରେ ଆମର ଏଇ ଯେଉଁ ଶହୀଦ ସଞ୍ଜୟ ସ୍ମାରକୀ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିବର୍ଷ ଶୀତ ସମୟରେ ଏକ କ୍ରୀଡ଼ା ପ୍ରତିଯୋଗିତା ହେଉଛି। ଆମ ଦେଓଗାଁ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରନ୍ତି। କ୍ରୀଡ଼ା ଭଳି ଏକ ଶାରୀରିକ ଭୌତିକ କୌଶଳକୁ ଯେଉଁ ଗୁରୁମାନେ ଶିକ୍ଷା ଦିଅନ୍ତି, କ୍ରୀଡ଼ା ଶିକ୍ଷକ ବିଶେଷ କରି ଆମ ଦେଓଗାଁ ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ଭୁବନେଶ୍ୱର ରାଉତ ମହୋଦୟ, ତାଙ୍କର ପ୍ରଚେଷ୍ଟା, କ୍ରୀଡ଼ା ଶିକ୍ଷକ ବିକାଶ ସାହୁ ମହୋଦୟ ତାଙ୍କର ପ୍ରଚେଷ୍ଟା ଏବଂ ଏ ଶହୀଦ ସଞ୍ଜୟ ସ୍ମାରକୀକୁ ଯିଏ ପରିଚାଳିତ କରି ଆସୁଛନ୍ତି, ଶହୀଦ ସଞ୍ଜୟ ସ୍ମାରକୀ କ୍ରୀଡ଼ା ପ୍ରତିଯୋଗିତାର ମୁଖ୍ୟ ଯିଏ କହନ୍ତି ଚନ୍ଦ୍ରମଣି ପୃଷ୍ଟି ମହୋଦୟ, ସମାଜସେବୀ। ଶହୀଦ ସଞ୍ଜୟ କହିଲେ ସଞ୍ଜୟ ପୃଷ୍ଟି ହେଉଛନ୍ତି ତାଙ୍କର କନିଷ୍ଠ ପୁତ୍ର, ସେନାବାହିନୀରେ ଯୋଗଦାନ କରୁଥିଲେ। ତାଙ୍କରି ନାମରେ ଏ କ୍ରୀଡ଼ା ପ୍ରତିଯୋଗିତାକୁ ନାମକରଣ କରି ସେ ସମାଜର ବିଭିନ୍ନ ବର୍ଗରୁ ଯେଉଁ କୁନି କୁନି ପିଲାମାନଙ୍କ ଭିତରେ କ୍ରୀଡ଼ା ପ୍ରତି ରୁଚି ରହୁଛି ସେ ଏହି କାର୍ଯ୍ୟକ୍ରମକୁ କରି ଆସୁଛନ୍ତି ଏବଂ ସେହି କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆମେ ଏଠାରେ ପୁରସ୍କାର ବିତରଣ କରୁଛୁ ପ୍ରତିବର୍ଷ। ଆଜିକି 5 ବର୍ଷ ଧରି ଏହି କାର୍ଯ୍ୟକ୍ରମ ଚାଲିଛି। ସେଭଳି ମହନୀୟ ବ୍ୟକ୍ତି ମଧ୍ୟ ଆମ ଗଣରେ ଉପସ୍ଥିତ ଅଛନ୍ତି। ମୁଁ କହିବାକୁ ଚାହେଁ କବି ସିପୁନ ଜେନା ସୁଦୂର ହିନ୍ଦୋଳ ମାଟିର ପୁଅ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ମାଟିର ପୁଅ, ଯାହାଙ୍କର ସାରସ୍ୱତ ପ୍ରତିଭାରେ ରହିଛି ପ୍ରଚଣ୍ଡ ଦକ୍ଷତା, ସେ ମଧ୍ୟ ଆମ ଗଣରେ ଉପସ୍ଥିତ ଅଛନ୍ତି। ସ୍ୱଳ୍ପ ବୟସରେ ଶିକ୍ଷକତା କରୁ କରୁ ସେ ଜଣେ ପ୍ରଚଣ୍ଡ ସାହିତ୍ୟ ପ୍ରତିଭାର ଅଧିକାରୀ। କାଦମ୍ବିନୀ ଠାରୁ ଆରମ୍ଭ କରି ବିଭିନ୍ନ ପତ୍ରପତ୍ରିକା ଠୁ ଆରମ୍ଭ କରି ସାରା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୁଏ। ସେଭଳି ପ୍ରତିଭା ମଧ୍ୟ ଆମ ଗହଣରେ ଉପସ୍ଥିତ ଅଛନ୍ତି। ମୁଁ ମଧ୍ୟ ପୂର୍ବରୁ ଘୋଷଣା କରିଥିଲି ଆମ ଗହଣରେ ଉପସ୍ଥିତ ଅଛନ୍ତି ବ୍ୟଙ୍ଗ କବି ଶ୍ରୀମାନ ସତ୍ୟ, ସେ ମଧ୍ୟ ଟିଭି ପତ୍ରର ଜଣେ ମଞ୍ଚ କଳାକାର। ତାଙ୍କୁ ମଧ୍ୟ ଆପଣମାନେ ଘରେ ଘରେ ପରିଚିତ ଥିବେ, ସେ ନିଶ୍ଚିତ ଆପଣମାନେ ଜାଣିଥିବେ। ସେ ମଧ୍ୟ ତାଙ୍କର କଳା ପରିବେଷଣ କରିବେ। ମୁଁ ଏବେ ନିବେଦନ କରିବି ଆମ ଢେଙ୍କାନାଳ ମାଟିର ପୁଅ କବି ସିପୁନ ଜେନାଙ୍କୁ ତାଙ୍କର ସ୍ୱରଚିତ କବିତା ଏକ ଆବୃତ୍ତି କରିବା ପାଇଁ ଏବଂ ଅଳ୍ପ ସମୟ ମଧ୍ୟରେ ଆମ ଗହଣରେ ଉପସ୍ଥିତ ହେବେ ଆଜି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ। ଆଉ କିଛି କ୍ଷଣ ମଧ୍ୟରେ ଆମେ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା। ନିବେଦନ ରଖିବି କବି ସିପୁନ ଜେନା।